ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଦିଆଯାଇଛି। ପାଖାପାଖି 1000ଟି ଆଇଟିଆଇକୁ ମଡେଲ ଆଇଟିଆଇ ରୂପେ କେନ୍ଦ୍ର କ୍ୟାବିନେଟ୍ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସାରା ଭାରତ ବର୍ଷରେ 1000ଟି ଆଇଟିଆଇ ମଡେଲ ଆଇଟିଆଇକୁ ଆମର ହବ୍ ଏବଂ ସ୍ପୋକ୍ ବ୍ୟବସ୍ଥା ମାଧ୍ୟମରେ ତାର ଉନ୍ନତିକରଣ କରାଯିବ। ସେଥିମଧ୍ୟରେ ଆପଣମାନେ ସମସ୍ତେ ଜାଣିଥିବେ ଓଡ଼ିଶାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇ ଓଡ଼ିଶା ମଧ୍ୟ ସେହି ବ୍ୟବସ୍ଥିତ ହିସାବରେ ଓଡ଼ିଶାକୁ ତାର ବ୍ୟବସ୍ଥିତ ଢଙ୍ଗରେ ଓଡ଼ିଶାକୁ ମଧ୍ୟ ମିଳିବ ଏବଂ 5ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ କରାଯିବ। ଯେଉଁ 5ଟି ମଧ୍ୟରେ ମଧ୍ୟ ଓଡ଼ିଶାର ମଧ୍ୟ ଭୁବନେଶ୍ୱର ଠାରେ ମଧ୍ୟ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ପାଖାପାଖି 20 ଲକ୍ଷ ଯୁବକମାନଙ୍କୁ ଦକ୍ଷ କରାଯିବ ଏବଂ ଏଥିରେ 50,000 ପ୍ରଶିକ୍ଷକଙ୍କୁ ଟିଓଟି ମାଧ୍ୟମରେ ଏଠି ପ୍ରଶିକ୍ଷଣ ବା ତାଲିମ ଦିଆଯିବ ଏବଂ ଏହା ମାଧ୍ୟମରେ ଆପଣମାନେ ସମସ୍ତେ ଜାଣିଥିବେ ଯେଉଁଭଳି ଭାବରେ ଓଡ଼ିଶାରେ ସାରା ଭାରତ ବର୍ଷରେ ଯେଉଁଭଳି ନିବେଶ ହେଉଛି ବା ଓଡ଼ିଶାରେ ଯେଉଁ ନିବେଶ ହେଉଛି, ଯେଉଁ ଇଣ୍ଡଷ୍ଟ୍ରି ରେଡି ୱାର୍କଫୋର୍ସ ଦରକାର, ସେ ୱାର୍କଫୋର୍ସ ବନେଇବାରେ ମଧ୍ୟ ଇଏ ସହାୟକ ହେବ। ତା ସହିତ ଆଇଟିଆଇ ର ବିଭିନ୍ନ ଉନ୍ନତିକରଣ ବା ଭିତ୍ତିଭୂମି ସୁଦୃଢ଼ କରିବାରେ ବା ନୂତନ ପାଠ୍ୟକ୍ରମ କଥା ହେଉ କି ନିବେଶକ ମାନେ ଆବଶ୍ୟକ କରୁଥିବା ମାନବ ସମ୍ବଳ କରିବାରେ ଅତୀତରେ ଯେଉଁ ବିଫଳ ହେଉଥିଲେ, ନିଶ୍ଚିତ ଭାବରେ ଇଏ ଯୋଜନା ମାଧ୍ୟମରେ ଇଏ ସହାୟକ ହେବ ଏବଂ ଏହି ଯୋଜନା ମାଧ୍ୟମରେ ପାଖାପାଖି 60,000 କୋଟି ଟଙ୍କାର ବ୍ୟୟବରାଦ ହେବ। 30,000 କୋଟି ଟଙ୍କା କେନ୍ଦ୍ର ଅଂଶଧନ, 20,000 କୋଟି ଟଙ୍କା ଆମର ରାଜ୍ୟର ଅଂଶ ରହିବ। 10,000 କୋଟି ଟଙ୍କା ପାଖାପାଖି ଶିଳ୍ପ ସଂସ୍ଥାମାନଙ୍କର ଅଂଶଧନ ରହିକି ଇଏ ବ୍ୟବସ୍ଥା କରାଯିବ ଏବଂ ଯେଉଁ ବିକଶିତ ଭାରତର ଯେଉଁ ଲକ୍ଷ୍ୟ ଅଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ବା ବିକଶିତ ଓଡ଼ିଶାର ଲକ୍ଷ୍ୟ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ଇଏ ନିଶ୍ଚିତ ଭାବରେ ସହାୟକ ହେବ ଏବଂ ବିଶେଷ କରି ଓଡ଼ିଶାକୁ ପ୍ରାଧାନ୍ୟ ଦେଉଥିବା କାରଣରୁ ଯେଉଁ 5ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ହେବ ଓଡ଼ିଶାରେ, ସେଥିମଧ୍ୟରୁ ଗୋଟିଏ ହେବ। ଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏଥିରେ ଯେଉଁ ଅବଦାନ ରହୁଛି ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ ଏବଂ ଏବେ ଯେଉଁ କ୍ୟାବିନେଟ୍ ଆପ୍ରୁଭ୍ ହେଇଛି ଏ ମାଧ୍ୟମରେ ଆମର ଯେଉଁ ବୈଷୟିକ ଶିକ୍ଷା ହେଉ ବା ବୃତ୍ତିଗତ ଶିକ୍ଷା ହେଉ ବା ଆମର ଦକ୍ଷତା ବିକାଶ କରିବାରେ ହେଉ, ଇଏ ନିଶ୍ଚିତ ଭାବରେ ସହାୟକ ହେବ ଏବଂ ସଫଳ ହେବ। କିନ୍ତୁ 1000 ଆଇଟିଆଇକୁ ସାରା ଭାରତ ବର୍ଷରେ ନିଆଯାଇଛି। ସେଥିରୁ 200ଟି ହବ୍ ଆଉ ସ୍ପୋକ୍ 800ଟି ଏହି ମଡେଲରେ କରାଯିବ। ସେଥିମଧ୍ୟରେ ଓଡ଼ିଶାର ମଧ୍ୟ ଭାଗ ପଡ଼ିବ। ତ ଓଡ଼ିଶାରେ ଯେଉଁ ହିସାବରେ ଭାଗ ପଡ଼ିବ, ନିଶ୍ଚିତ ଭାବରେ ଓଡ଼ିଶାରେ ମଧ୍ୟ ଇନଫ୍ରାଷ୍ଟ୍ରକ୍ଚର କତରୁ ଆରମ୍ଭ କରି ନୂତନ ପାଠ୍ୟକ୍ରମ କଥା ହୁଅନ୍ତୁ, ଇଣ୍ଡଷ୍ଟ୍ରି ରେଡି ୱାର୍କଫୋର୍ସ ବନେଇବା କଥା ହୁଅନ୍ତୁ କି ଯେଉଁ 5ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ହେବ, ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ୱରରେ ହେବ, ଇଏ ଜାତୀୟ ସ୍ତରର ହେବ। ତ ନିଶ୍ଚିତ ଭାବରେ ଓଡ଼ିଶା ଏଥିରୁ ବହୁତ ଲାଭବାନ ହେବ। ଏଇ ଯେଉଁ ଆଜି ଯେଉଁ କ୍ୟାବିନେଟ୍ ମୋହର ମରାଯାଇଛି, ଓଡ଼ିଶାରେ ମଧ୍ୟ ଯେଉଁ ଶିଳ୍ପ ଆମେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କଲେ ଶିଳ୍ପ ସଂସ୍ଥା ଆବଶ୍ୟକ କରୁଥିବା ଯେଉଁ ମାନବ ସମ୍ବଳକୁ ଦକ୍ଷ କରିବା ପାଇଁ ଇଏ ମଧ୍ୟ ସହାୟକ ହେବ। କିନ୍ତୁ ଭୁବନେଶ୍ୱରଠାରେ କରାଯିବ। ଆଜି ତ କ୍ୟାବିନେଟ୍ ଆପ୍ରୁଭ୍ ହେଇଛି, ଆଗାମୀ ଦିନରେ ଆପଣମାନଙ୍କୁ ଜଣାଯିବ। ତାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଫଲୋ ଅପ୍ କରୁଛନ୍ତି। ଆପଣ ମଧ୍ୟ ବିଭିନ୍ନ ସ୍ଥାନରେ ମୁମ୍ବାଇ କୁହନ୍ତୁ, ଦିଲ୍ଲୀରେ ମଧ୍ୟ ଅନ୍ୟ ସମୟରେ ଭେଟୁଛନ୍ତି। ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ଜାରି ରଖିଛନ୍ତି। ଦେଖନ୍ତୁ, ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପରେ ଯେଉଁ ଇନଭେଷ୍ଟମେଣ୍ଟ ଆମ ପାଖକୁ ଆସିଥିଲା, ଆପଣ ଦେଖିଥିବେ ଖୋର୍ଦ୍ଧାରେ ପାଖାପାଖି 13ଟି ଶିଳ୍ପର ଆମର ଶିଳାନ୍ୟାସ କରାଯାଇଛି। ଏବେ ଏଇ ମାସରେ ମଧ୍ୟ ଶେଷ ଭାଗରେ ମଧ୍ୟ ଆପଣ ଦେଖିବେ ବିଭିନ୍ନ ସ୍ଥାନରେ ମଧ୍ୟ ଶିଳାନ୍ୟାସ କରାଯିବ। ଆମେ ସେଥିରେ ତତ୍ପର ଅଛୁ। ବିଭାଗ ପୁରା ଫୋକସ୍ ଦେଇକି ସେ ମଧ୍ୟରେ କାମ କରାଯାଉଛି। ସେକ୍ଟର ୱାଇଜ୍ ନୋଡାଲ ଅଫିସର ସୃଷ୍ଟି କରାଯାଇଛି। ବିଭିନ୍ନ ଅଫିସରମାନେ ବିଭିନ୍ନ ସେକ୍ଟରର ଦାୟିତ୍ୱ ନେଇ ତାକୁ କାମ କରୁଛନ୍ତି। କିଭଳି ଭାବରେ ଲ୍ୟାଣ୍ଡ ଆକ୍ୱିଜିସନ୍ ହେବ, ଲ୍ୟାଣ୍ଡ ଆକ୍ୱିଜିସନ୍ ପ୍ରକ୍ରିୟା ଜାରି ରହିଛି। ଇଏ ସବୁ ଉପରେ ଫୋକସ୍ କରିକି ବିଭାଗ କାମ କରୁଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ এই শিল্প বিভাগ উপরে নিবেশ উপরে তাঁকর মধ্য পুরা ফোকস রয়েছে। বারম্বার রিভিউ করা হোক কি যেতেবেলে বি মাননীয় মুখ্যমন্ত্রী বিভিন্ন কার্যরে বিভিন্ন রাজ্যকু গস্ত করুচন্তি, সেঠি থিবা বিভিন্ন নিবেশক মানকু ভেটুচন্তি এবং ଯେଉଁମାନେ
जो इन्वेस्टर माने एठिकी आसीथिले सेमानकु मध्य फॉलोअप करा जाउची किभଳି भाबरे सेमाने भी तांको कार्य भी त्वरित करिया पई तो सरकार या ऊपर पूरा नक्शा प्रस्तुत करी काम करछन।